ବାବାଙ୍କୁ ମୁଁ ଯେତେବେଳେ ବି ଅସୁବିଧାରେ ପଡ଼ିଥାଏ ବାବା ମୋତେ ନିଶ୍ଚିନ୍ତ ସାହାଯ୍ୟ କରିବାକୁ ଆସିଥାନ୍ତି। ଜୀବନରେ ବାବାଙ୍କୁ କେବେ ବି ଭୁଲିବିନି। ମୋ ବାବା ମୋ ପାଇଁ ସବୁ କିଛି। ମୁଁ ମୋ ସାଇକୁ ସ୍କୁଲ ନେଇକି ଯାଇଥାଏ, ସ୍କୁଲରୁ ଘରକୁ ନେଇକି ଆସିଲି, ସେଠୁ ହଠାତ୍ ମୋ କାନରେ ହାତ ବାଜିଗଲା। ମୋ କାନରେ ଇୟରିଙ୍ଗସଟି ନାହିଁ। ସେଠୁ ମନଟା ଭଲ ଲାଗିଲାନି। ସୁନା ହଜିବା ବି ଭଲ ନୁହଁ। ବାବା କ'ଣ କରିବି, ମନ ଭିତରେ ବହୁତ ଦ୍ୱନ୍ଦ୍ୱ ସୃଷ୍ଟି ହେଲା। ଘରେ ବି ସମସ୍ତେ ପଚାରିବେ କି କାନରେ ତ ଇୟରିଙ୍ଗସଟି କ'ଣ ହେଲା। କ'ଣ କରିବି, ସେଇଠୁ କାହାକୁ କିଛି କହିଲିନି। ପୁଣି ଚାଲିଲି, କିଛି ବାଟ ଗଲି। କିଛି ବାଟ ଗଲା ପରେ ପୁଣି ଘରକୁ ଫେରିକି ପଳେଇ ଆସିଲି। ବାବାଙ୍କୁ ଖାଲି ମୁଁ ଗୋଟେ କଥା କହୁଥାଏ, ରେହେମ୍ କର ବାବା, ରେହେମ୍ କର ବାବା, ଦୟା କର ବାବା, ଦୟା କର ବାବା, ଖାଲି କହିକା ପୁଣି ଘରକୁ ପଳେଇ ଆସିଲି। ଯେଉଁ ଶାଲ୍ଟି ଘୋଡ଼େଇ ହେଇଥିଲି ସେ ଶାଲ୍କୁ ଯେତେ ବି ଦେଖିଲି ସେଥିରେ ନାହିଁ। ପୁଣି ଘରକୁ ଆସିକି ଦେଖିଲି ଯେଉଁ ଜାଗାରେ କିଛି ବି ନଥିଲା, ସେ ଜାଗାରେ ମୁଁ ଦେଖିଥିଲି ସେଠି ଇୟରିଙ୍ଗସ୍ ପଡ଼ିନଥିଲା। ପୁଣି ସେ ଶାଲ୍କୁ ଏତେ ଦେଖିଲି ଯେ କେଉଁ ଜାଗାରେ ବି ଲାଗିନଥିଲା। ପୁଣି ଖାଲି ସେ ଶାଲ୍ଟିକୁ ଟିକେ ଏମିତି ହଲେଇ ଦେଲି, ପୁଣି କିଛି ନାହିଁ, ସେଇଠି ଇୟରିଙ୍ଗସଟି ପଡ଼ିଛି। ଦେଖ, ଯେମିତି ଲାଗିଲା ମୋ ବାବା ସେ ଜିନିଷକୁ ଆଣିକି ସେଇଠି ପକାଇ ଦେଇଛନ୍ତି। ବାବା ବହୁତ ଦୟାଳୁ। ବାବା ସବୁବେଳେ ଆମ ସାଙ୍ଗରେ ଅଛନ୍ତି। ବାବାଙ୍କୁ ଭରସା ବିଶ୍ୱାସ କରନ୍ତୁ। ବାବା କେବେ ବି ଆମ ହାତ ଛାଡ଼ିବେନି। ଯେତେବେଳେ ବି ମୁଁ ଡାକିଛି, ଯେଉଁ ଜିନିଷଟି ପାଇନି, ଅନୁଭୂତି ତ ବହୁତ ଅଛି, ଯେଉଁ ଜିନିଷଟି ମୁଁ ପାଇନି ମୋ ବାବାଙ୍କୁ ମୁଁ ଡାକିଛି, ବାବା ସାଙ୍ଗେ ସାଙ୍ଗେ ମୋ ଦୁଃଖ ଶୁଣିଛନ୍ତି। ବାବାଙ୍କ କଥା ଆଉ କ'ଣ କହିବି, ସେ ମୋର ବାପା ମା ଆଉ ସବୁ କିଛି। ବାବାଙ୍କ କଥା କହିଲେ ତ 7 ଜନ୍ମ ଯାଏ ବି ସରିବନି। ବାବା ବହୁତ ଦୟାଳୁ। ବାବା ତ କହିଛନ୍ତି ମୋତେ ସାଇ ବୋଲି ଡାକିଦିଅ, ବିଶ୍ୱାସରେ ମୁଁ ତୁମ ପାଖକୁ ଦୌଡ଼ି ଆସିବି। ବାବାଙ୍କ ଉପରେ ଭରସା ଆଉ ବିଶ୍ୱାସ ରଖନ୍ତୁ। ବାବା ସବୁବେଳେ ଆମ ସାଙ୍ଗରେ ରହିବେ।